ଏକ ଛୋଟ ଗାଁରେ ଗୋପାଳ ନାମକ ଜଣେ ଗରିବ କୃଷକ ରହୁଥିଲେ। ସେ ବହୁତ ପରିଶ୍ରମୀ ଓ ସତ୍ୟବାନ ଲୋକ ଥିଲେ। ଗୋପାଳ ଧାନ ଚାଷ କରୁଥିଲେ। ଗୋଟେ ବର୍ଷ ବର୍ଷା ହେଲା ନାହିଁ। ଜମି ଶୁଖିଗଲା। ଗୋପାଳ ବହୁତ ଚିନ୍ତାରେ ପଡ଼ିଲେ। ଘରେ ତାଙ୍କର ସ୍ତ୍ରୀ ପୁଅ ଝିଅ ଥିଲେ। ଖାଇବା ପାଇଁ ମଧ୍ୟ ଧାନ ନଥିଲା। ତଥାପି ଗୋପାଳ ହାର ମାନିଲେ ନାହିଁ। ସେ ପ୍ରତିଦିନ ସକାଳୁ ଉଠି ଜମିକୁ ଯାଇ ପାଣି ସିଞ୍ଚନ କରୁଥିଲେ। ଗାଁ ଲୋକେ ହସୁଥିଲେ, ଏତେ ଶୁଖା ଜମିରେ କିଛି ହେବ ନାହିଁ। କିଛି ଦିନ ପରେ ଅଚାନକ ଭଲ ବର୍ଷା ହେଲା। ଗୋପାଳ ଜମିରେ ଧାନ ଭଲ ହେଲା। ସମସ୍ତ ଗାଁ ଲୋକ ଆଶ୍ଚର୍ଯ୍ୟ ହେଲେ। ଯେଉଁମାନେ ହସୁଥିଲେ ସେମାନେ ଏବେ ପ୍ରଶଂସା କଲେ। ଏହି କାହାଣୀରୁ ଶିକ୍ଷା ମିଳିଲା ଯେ ପରିଶ୍ରମ ଓ ଧୈର୍ଯ୍ୟ ଥିଲେ ଗରିବ ମଣିଷ ମଧ୍ୟ ସଫଳ ହୋଇପାରେ। ଏହିପରି ନୂଆ ନୂଆ କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ।